ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ପବିତ୍ର ବାଇବେଲରେ ଗୋଟେ ଜାଗାରେ ଆମେ ଗୋଟେ ଘଟଣା ଦେଖୁଛେ। ପ୍ରଭୁ ଯୀଶୁ ପିତରକୁ କହୁଛନ୍ତି, ତୁମେ କ'ଣ ଏମାନଙ୍କ ଠାରୁ ଅଧିକ ମୋତେ ପ୍ରେମ କରୁଅଛ? ପ୍ରେମର ଅର୍ଥ କ'ଣ? ପ୍ରେମ ଆଜ୍ଞାବହତାକୁ ଶିଖାଏ। ଯିଏ ଯାକୁ ପ୍ରେମ କରେ ସେ ତାର କଥାକୁ ଶୁଣେ ଆଉ ତା କଥାକୁ ମାନେ ମଧ୍ୟ। ଆମେ ଯଦି ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରିବା ତହିଁରେ ଆଶୀର୍ବାଦ ଅଛି। ଆମେ ଦେଖୁଛେ ଅବ୍ରାମକୁ ପରମେଶ୍ୱର ଆହ୍ୱାନ କଲେ, କହିଲେ ତୁମ୍ଭେ ଆପଣା ଜ୍ଞାତି କୁଟୁମ୍ବ ପରିଜନ ସମସ୍ତଙ୍କୁ ଛାଡ଼ିକି ବାହାରି ଆସ। ଅବ୍ରାମ ଈଶ୍ୱରଙ୍କ ଆଜ୍ଞାକୁ ମାନିଲେ ଆଉ ସବୁ କିଛି ଛାଡ଼ିକି ସେ ବାହାରି ଆସିଲେ। ଆମେ ଦେଖୁଛେ ପରମେଶ୍ୱର କୋଉଭଳି ଅବ୍ରାମକୁ ଆଶୀର୍ବାଦ କଲେ। ବହୁ ବଂଶର ତାଙ୍କୁ ଆଦି ପିତା କରିଦେଲେ। ବୃଦ୍ଧା ବୟସରେ ଯେତେବେଳେ ତାଙ୍କର 100 ବର୍ଷ ହୋଇଥିଲା, ସେ କେବେ ବି ଭାବିନଥିଲେ ମୋର ସନ୍ତାନ ହେବ। ସେଇ ସମୟରେ ପରମେଶ୍ୱର ତାଙ୍କୁ ଏକ ପୁତ୍ର ସନ୍ତାନ ଦେଲେ। ସେଥିପାଇଁ ଆମେ ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରିବା। ଆମକୁ ଜାଣିବାର ଅଛି ପରମେଶ୍ୱର ଯଦି କିଛି କହୁଛନ୍ତି ତାଙ୍କ ପଛେ କିଛି ଉଦ୍ଦେଶ୍ୟ ଅଛି। ଆଉ ସେ ଯାହା କୁହନ୍ତି ଆମର ମଙ୍ଗଳ ପାଇଁ ହିଁ କୁହନ୍ତି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।